ପ୍ରକାଶିତ ବାକ୍ୟ ତାହାର 15 ଅଧ୍ୟାୟ ତାର 2 ପଦ ଠାରୁ 4 ପଦ ପର୍ଯ୍ୟନ୍ତ। Revelation chapter 15 verse 2 to 4। ପ୍ରକାଶିତ ବାକ୍ୟ 15 ଅଧ୍ୟାୟ ତାର 2 ପଦ ଠାରୁ 4 ପଦ ପର୍ଯ୍ୟନ୍ତ। ଦେଖନ୍ତୁ ଏଠାରେ ଏହିପରି ଲେଖାଯାଏ, ଆଉ ମୁଁ ଦେଖିଲି ଯେପରି ଅଗ୍ନି ମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି ଯେଉଁମାନେ ପଶୁ ଓ ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇ ଅଛନ୍ତି, ସେମାନେ ଈଶ୍ୱରଙ୍କ ବୀଣା ଧାରଣ କରି ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି। ସେମାନେ ଈଶ୍ୱରଙ୍କ ଦାସ ମଶା ଓ ମେଷଶାବକଙ୍କର ଗୀତ ଗାନ କରି କହୁଅଛନ୍ତି, ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର କର୍ମ ସମୂହ ମହତ୍ ଓ ଆଶ୍ଚର୍ଯ୍ୟ। ହେ ଜାତି ସମୂହର ରାଜା, ତୁମ୍ଭର ପଥ ସମସ୍ତ ନ୍ୟାର୍ଯ୍ୟ ଓ ସତ୍ୟ। ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର। ଜାତି ସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାଯ୍ୟ କର୍ମ ସମୂହ ପ୍ରକାଶିତ ହୋଇଅଛି। ଏ ଯାଏଁ ପ୍ରଭୁ ଏହି ବାକ୍ୟ ବୁଝିବା ପାଇଁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଦୟାକରି ବସନ୍ତୁ। ଖ୍ରୀଷ୍ଟରେ ଉପସ୍ଥିତ ପ୍ରିୟ ଭାଇ ଏବଂ ଭଉଣୀମାନେ, ଯାହା ହଉ ପ୍ରଭୁ ଅନୁଗ୍ରହ କରି ଗରମରେ ସୁଦ୍ଧା ଆମମାନଙ୍କୁ ସମ୍ଭାଳିବା ପାଇଁ ଶକ୍ତି ଦେଇଛନ୍ତି। ତେବେ ପ୍ରଭୁ ଆମମାନଙ୍କୁ ସୁରକ୍ଷିତ ରଖି ଏହି ଦିନ ଗୁଡ଼ିକରେ ସୁଦ୍ଧା ତାଙ୍କର ଉପାସନା କରିବା ପାଇଁ ସକ୍ଷମ କରି ଆମ ପ୍ରତ୍ୟେକଙ୍କୁ ଆଣିଛନ୍ତି। ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ ହଉ। ଆସନ୍ତୁ ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଈଶ୍ୱରଙ୍କ ଚରଣ ନିକଟରେ ଆମେ ସମର୍ପିତ ହେବା, ପ୍ରାର୍ଥନା କରିବା। ଆସନ୍ତୁ ପ୍ରାର୍ଥନା କରିବା। ହେ ଅନୁଗ୍ରହର ଆକର ପିତା ଈଶ୍ୱର, ପ୍ରଭୁ ତୁମେ ବାକ୍ୟ ରୂପୀ ଈଶ୍ୱର ଅଟ। ବାକ୍ୟ ଦେଇ ଆମମାନଙ୍କୁ ଚେତନା ଦେବା ପାଇଁ, ସଜାଗ କରିବା ପାଇଁ ତୁମେ ଚେଷ୍ଟିତ ଅଟ। ପ୍ରଭୁ, ଆମ୍ଭମାନଙ୍କର ଚକ୍ଷୁ ଖୋଲି ଦିଅ, ଯେପରି ତୁମର ବାକ୍ୟ ମାଧ୍ୟମରେ ତୁମକୁ ଦେଖିପାରିବୁ। କାନ ଖୋଲି ଦିଅ, ଯେପରି ବାକ୍ୟ ମାଧ୍ୟମରେ ତୁମର ଡାକ, ତୁମରି ରୋବକୁ ଶୁଣିପାରିବୁ। ପ୍ରଭୁ, ଆମମାନଙ୍କର ମୁଖ ଖୋଲି ଦିଅ, ଯେଉଁ ବାକ୍ୟ ଆମେ ଶୁଣିବୁ ନିରବ ନ ରହି ଅନ୍ୟମାନଙ୍କ ନିକଟରେ ମଧ୍ୟ ସାକ୍ଷ୍ୟ ଦେଇ ସେମାନଙ୍କୁ ତୁମର ସନ୍ତାନ ସନ୍ତତି କରିପାରିବୁ। ପ୍ରଭୁ, ଆମମାନଙ୍କର ହୃଦୟ ଖୋଲି ଦିଅ, ଏହି ହୃଦୟ ମଧ୍ୟରେ ତୁମର ବାକ୍ୟ ସଞ୍ଚୟ କରି ଯେପରି ଏକ ନୂତନ ଜୀବନ ଆମେ ଆରମ୍ଭ କରିପାରିବୁ। ତୁମର ପବିତ୍ର ଆତ୍ମାଙ୍କ ଚାଳନା ଦେଇ ଆମ ସମସ୍ତଙ୍କୁ ଏ ବାକ୍ୟ ମାଧ୍ୟମରେ କଥା କୁହ। ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ପ୍ରିୟମାନେ, ଆଜିର ଶାସ୍ତ୍ରାଂଶ ପ୍ରକାଶିତ ବାକ୍ୟ ତାର 15 ଅଧ୍ୟାୟ 2 ପଦରୁ 4 ପଦ ଦେଇ ଆଜି ଆମେ ଶିକ୍ଷା କରିବା। The heavenly worship for the Lamb of God. The heavenly worship for the Lamb of God. ଅର୍ଥାତ୍ ଈଶ୍ୱର ମେଷଶାବକଙ୍କ ନିମନ୍ତେ ସ୍ୱର୍ଗୀୟ ଉପାସନା। ତେବେ ଆମେ ସବୁ ପ୍ରସ୍ତୁତ ହେଉଛୁ ଏ ପୃଥିବୀ ମଧ୍ୟରେ ଯେଉଁ ମେଷଶାବକ, ଯେଉଁ ଯୀଶୁ ଏ ଜଗତରେ ଆସିଥିଲେ, ସ୍ୱର୍ଗରେ ଆମେ ଗଲା ପରେ ତାଙ୍କ ପାଇଁ କିପରି ଉପାସନା ଆମେ କରିବୁ? ଆର୍ ୱି ପ୍ରିପେୟାର୍ଡ? ଆମେ କ'ଣ ପ୍ରସ୍ତୁତ ଅଛୁ କି ସେପରି? ନିଜ ଜୀବନକୁ ସେମିତି ସଜାଇଛୁ କି? କାରଣ ସ୍ୱର୍ଗରେ ଗଲା ପରେ ଆମକୁ ଆଉ କିଛି କାର୍ଯ୍ୟ ନଥିବ। କିଛି ଘର ବାନ୍ଧିବୁ, ବ୍ୟାଙ୍କରେ ଟଙ୍କା ରଖିବୁ, କେଉଁଠି କ'ଣ କାର୍ଯ୍ୟ କରିବୁ, ଚାକିରି କରିବୁ, ଆଉ କିଛି ନଥିବ କାର୍ଯ୍ୟ।
केवल तांकरी गौरव पाई तांको उद्देश्य उपासना करिवा पाई ही आमे मनोनीत होइथिबु तबे कोन आमे प्रस्तुत अछु कि आमे प्रस्तुत अछु कि नाही ताहा ज्ञात हेबा पाई आजिर दिन धार्य करा जाईछि सारा मेनलाइन चर्चेस रे मुख्य स्रोत रे थिबा मंडली गुडी करे सेति पाई आजिर रविवार को कहा जाए कांताते रविवार कांताते एटा गोटे लाटिन शब्द रोमन कैथोलिक माने मध्य याकु स्मरण करंती कांताते अर्थात सिंग गान करो गायन करो तबे कांताते रविवार अर्थात आज आमे गायन करिबार रविवार अटे दुईटा गीत गाइले हमको झाल फुटी जाउची प्रिय माने गायन क्रिश्चियन लाइफ इज ए सॉन्ग आउ से का क्रिश्चियन जो माने गीत गांती सेति पई कहा जाए सिंगिंग चर्च इज ए लिविंग चर्च एंड ए लिविंग चर्च इज ए गिविंग चर्च गीत गाउथिबा मंडली होची जीवंत मंडली आउ जीवंत मंडली दानशील मंडली अटे आमे जदि गीत गाउछु बोले आमे जीवित अछु चढ़ई गुड़ाक से माने सकाळे सकाळे गीत गांती आमे तांकर स्वर बुझी पारिबुनी बट गॉड नोज ईश्वर जानंती तांकर स्वर चिन्हंती जो माने जो शब्द करूछंती के जाने से माने प्रभुंकर गौरव प्रकाश करुथिबे व्हाट अबाउट अस आम विषय कोन आमे प्रकृत रे प्रभुंकर गौरव ए मुखरे प्रकाश करूछु ना आगरे गाली करिवा पाई कागु निंदा करिवा पाई कार कथा चर्चा करिवा पाई प्रथम स्थान आमे दउछु क्यों उद्देश्य रे आम मुख को व्यवहार करूछु टुडे इज द डे टू टीच आवर माउथ टू सिंग प्रेजेस फॉर गॉड आज एपरी एक दिन आम शिक्षा करवा जे आमर मुख को टिके शिखाइबा रे बापा बेसी तू चर्चा करी सारिलुनु बेसी तू कथा कही सारिलुनु स्टार्ट प्रेजिंग गॉड प्रभुंकर प्रशंसा करवा तू आरंभ करे कारण आम मरीगला जगत परित्याग कला गोटे कार्य बंची रहिबो ता होछि वर्शिप प्रभुंकर गौरव महिमा प्रकाश करवा तेबे आमे जेते क्रिश्चियन भाई भौणी अछु आमर जीवन रे जेते पारुछु सेते गीत आमे मुखस्थ करवा नचेत केतटा गीत आगे जानिथिबु सेठी गला परे भोकुआ हिथिबु कारण आमे ए गीत जानिनु एटा अन्य माने गाउथिबे सेथि पाई जेते पारुछु सेते नुआ गीत आमे गाइबार आवश्यकता अछि प्रिय माने मने रखु गीत संगीता तार 98 गीत एक पद कहे सदा प्रभुंक उद्देश्य रे नूतन गीत गान कर वाक्य कहूछि मु कोने न्यू सॉन्ग्स नुआ गीत गान कर कारण से आश्चर्य कर्म करी अछंती ताहांक दक्षिण हस्त और ताहांक पवित्र बाहु ताहांक पक्षरे परित्राण साधन करी अछि माने प्रभु जो जो कार्य करिछंती से सब काई केमती आमे प्रभुंकर गौरव प्रकाश करिबु जो जो कार्य आम जीवन रे से करिछंती से कार्य सब मने पकाई आमे नुआ गीत रचना करिवार अछि नुआ गीत गाइबार अछि जदि करि पारुनो दुर्भाग्य आम जीवन प्रिय माने गीत एपरि एक जिनिस कहा जाए सिंगिंग इज द ओनली वे दैट डिस्क्लोजेस आवर इनर फीलिंग्स निके गीत एमती एक माध्यम जे आपणकर आंतरिक उद्वेग को जणाइबो जणे लोक जेते बेले दुख रे थिबो के व्यक्तिगत भाव रे के तांकर निजर भाबुथिबे से मृत्युवरण करिथिबो आ सेते बेले आमे गाइबो सदा प्रभुंकर धन्यवाद कर कारण से मंगल होय बोले केमती लागिबो ताकू हाउ केमती फील करिवो से किंतु जेते बेले आपण माने लुथरान मंडली रो गीत गुडा को मरण समय रे जो गीत गुडा को अछि ताकू गाइबे बोले से गीत जदि प्रकृत रे अर्थ बुझी गाइबे आपणकर हृदय रो जेते कष्ट जेते दुख सब उभे जीवो that much theologically well composed केते महत्वपूर्ण भाव ताकू रचना करा जाइछि तबे सब गीत आपण माने दुख रे थिबे आपणकर बाथरूम रे जदि के कोने सिंगर अछंती आगो को आसी पारु नांती निश्चय दुख रे थिले फळे दुख गीत ऑटोमेटिक आसीबो गोटे गीत मुक्त आसुथिबो जदि खुशी रे थिबे नै करी से खुशी रो गीत आमे गाई हेबो तबे सेट टाइम्स रे आमे सेट सॉन्ग गाऊ आउ बेड टाइम्स रे आमे बेड सॉन्ग आउ हैप्पीएस्ट टाइम रे जॉयफुल सॉन्ग तबे हमरो
गीत देखी लोक जानी पारिबे जे आमे कोउथि पई गाउछु केउ उद्देश्य रे गाउछु आमे केमिति वर्तमान अनुभव करूछु को जिनिस praises for God that calls worship जेते बेले आमे प्रभुंकर पई गीत गाइबु सेटा होछि वर्शिप वर्शिप बोले कि से केत लोग ने हाथ टेकीबाटा कि सेने जेते बेले आमे हृदय रे अनुभव करिउ गीत गाइबु प्रभु को मने पकाई तांकर कार्य को तबे एटा वर्शिप तबे हाथ टेकीबा हाथ अछि हाथ टेकीबा नाही नाही कारण केत लोग हाथ भी नाही जहा प्रभु देई छंती इट शुड बी यूज्ड फॉर गॉड आमे अन्य काम पई बेसी यूज करबु नै कि काको मारबा पई हाथ किंतु प्रभुंकर गौरव देवा पई नाही प्रिय माने प्रभु आमान को एपरि तयारी करि छंती जेपरि हम अन्य पई व्यवहार हेबु प्रभुंकर गौरव पई व्यवहार सेति पई म अनेक समय कहे केबे आपण माने दर्पण को छाड़ी निज को निज केबे देखि छंती कि केते ब्यूटीफुल आपण माने निज को निज टिके देखंतु दीटा आखिरे कौन संभव कैन इट पॉसिबल देखि हबो कि नाही आमे अन्य मान को देखि हबो केबे आपणकर निज हाथ रे निज को केबे टेकी छंती कि एवर ट्राइड चेष्टा करी देखंतु निज हाथ रे टिके निजे टेकबा पई इम्पॉसिबल हेबो नाही कारण प्रभु ए हाथ दै छंती अन्य पई तांकरी गौरव पई तांकर कार्य करिया पई केबे निजर कोळ रे केबे निजे बस छंती कि नाही कोळ मध्य अन्य को आश्रा देवा पाई प्रभु तैयारी करछि सब विषय प्रभु अन्य पाई देई छंती तांकरी पाई देई छंती तांकर गौरव उद्देश्य रे व्यवहार हेबा पाई और जेते बेले हमें व्यवहृत हेबु सेते बेले हमें स्टार्टेड वर्शिपिंग प्रभुंकर गौरव प्रकाश करछु जने कहंती वर्शिप इज एन एक्ट ऑफ वार अगेंस्ट द एनिमी ऑफ आवर हार्ट्स उपासना एपरि एक विषय जहाँ आमर हृदयर शत्रु विरुद्ध रे युद्ध करे जदि आमे प्रकृत गीत गाउछु प्रभुंकर गौरव प्रकाश करूछु बोले पुणी एटा गोटे शत्रु सहित आमर युद्ध करूछु कु शत्रु सेटा आमर भितरे थिबा शत्रु आमर भितरे और गोटे शत्रु अछि दुईटा जिंस अछि नेकी शैतान रो शक्ति आ ईश्वरंकर शक्ति भितरे युद्ध चालीछि भितरे आमर इच्छा मु डिसाइड करूछि निकी चर्च रे आसला परे मु डिसाइड करूछि मु गीत गाइबी ना नाही मु छिड़ा हेबी ना नाही मु देखबी ना सोइबी मु गाइबी ना पार्टी बंद कर आई विल डिसाइड के डिसाइड करे वार चाली छी आपनकर हृदय भितरे एई वार भितरे हु इज गोइंग टू विन दैट डिपेंड्स अपॉन यू किए युद्ध रे जय हेबो जदि प्रभु जय हेबे ना एटा प्रभुंकर गीत एटा सिनेमा गीत नाही शैतान रो गीत नाही मु गाइबी आम से वार रे जीतिबु तबे ए स्ट्रगल मु कहिली वर्शिप इज एन एक्ट ऑफ वार अगेंस्ट द एनिमी ऑफ आवर हार्ट्स हृदय रो जो शक्ति मंद शक्ति अछि हमको दबैबा पई चेष्टा करिवो प्रभुंकर गौरव पई तू व्यवहार हो ना से वार भितरे आमे जय हेबार अछि एई उपासना मन को सहाय्य करिवो प्रिय माने कही रखा चाहे जे यही बुक ऑफ रेवुलेशन यह आम को दर्शाए जे आमे जो जगत पाई प्रस्तुत होछु नुआ आकाश मंडल नूतन पृथ्वी पाई सेथि पाई आमे मन रखिबा दरकार दिस वर्ल्ड विल डिस्ट्रॉय डिस्ट्रक्शन ऑफ दिस पास्ट बा ओल्ड वर्ल्ड एंड कंस्ट्रक्शन ऑफ द न्यू वर्ल्ड तबे पुराना जगत रे जो माने ठीक रे प्रभुंकर उपासना करिवा पई सक्षम ही छंती से माने नूतन जगत रे प्रायर बेसिस रे पहुंचीबे तबे आमे सेमति तयार हिच नुआ जगत रे ईश्वरंकर सहित उपस्थित होई तांकर उपासना करिया पई प्रस्तुत छु कि नाही प्रिय माने द क्वेश्चन आर यू पार्टिसिपेटिंग इन दिस न्यू वर्ल्ड विथ गॉड कौन मो प्रस्तुत होछि कि से नुआ जगत रे जीशुंकर सहित तांकर उपासना करिवा पई योगदान करि प्रस्तुत होछि कि प्रिय माने आज रही शास्त्रांश जहन जेतेबेले आमे कहूछु एई जहन प्रकाशित वाक्य जेतेबेले लेखंती द बिलव्ड डिसाइपल ऑफ जीसस जीशुंकर अति निजर शिष्य से गोटे जगार थिले
ଆଉ ସେତେବେଳେ ଏ ସମ୍ପୂର୍ଣ୍ଣ 22ଟା ପର୍ବ ପ୍ରକାଶିତ ବାକ୍ୟ ତାର 22 ପର୍ବ ପର୍ଯ୍ୟନ୍ତ ସେ ଲେଖନ୍ତି। ଆଉ ସେଠି ଆରାମଦାୟକ ଜାଗା ନଥିଲା, ସେ ଜାଗା ଥିଲା ପାତ୍ମୋସ ଦ୍ୱୀପ ଆଉ ଡୋମିଟିଆନ ବୋଲି ରୋମାନ ଏମ୍ପାୟାର। ଆଜି ଆମେ କହିପାରୁ ପୃଥିବୀର ସବୁଠାରୁ ଖ୍ରୀଷ୍ଟୀୟ ସମ୍ପ୍ରଦାୟ ମଧ୍ୟରେ କେଉଁମାନଙ୍କର ସଂଖ୍ୟା ବେଶୀ, କେଉଁ ମଣ୍ଡଳୀର ସଂଖ୍ୟା ବେଶୀ? ରୋମାନ କ୍ୟାଥଲିକ, ନାଇଁ କି? ରୋମାନ କ୍ୟାଥଲିକ ଯେଉଁମାନେ ଯୀଶୁଙ୍କୁ ବିଦ୍ରୋହ କରିବା ଲୋକ, ଯୀଶୁଙ୍କର ବିରୁଦ୍ଧରେ ଆଉ ତାଙ୍କର ଶିଷ୍ୟମାନଙ୍କୁ ହତ୍ୟା କରିଥିବା ପ୍ରଥମ ଗୋଷ୍ଠୀ ଆମେ କହିପାରୁ ରୋମିଓ ସାମ୍ରାଜ୍ୟର ଲୋକ। ସେମାନେ ମଧ୍ୟ ସତ୍ୟ ଈଶ୍ୱରଙ୍କୁ ଜାଣି, ଯୀଶୁଙ୍କୁ ଜାଣି ସେମାନେ ନିଜର କଲେ। ଆଉ ତାଙ୍କର ସଂଖ୍ୟା ଆଜି ଅଧିକ। ମୁଁ କହି ରଖିବା ପାଇଁ ଚାହେଁ, ଯେତେବେଳେ ରୋମିଓ ସମ୍ରାଟ ଡୋମିଟିଆନ ଥିଲେ ଆଉ ସେ ଶାସନ କରିଥିଲେ 81 ଠାରୁ 96 ଖ୍ରୀଷ୍ଟାବ୍ଦ ଯାଏ। ଆଉ ସେଇ ସମୟରେ ଜହନଙ୍କୁ, ଏଇ ଯୀଶୁଙ୍କର ଅତି ନିଜର ଶିଷ୍ୟଙ୍କୁ ବାନ୍ଧି ତାଙ୍କୁ ପାତ୍ମୋସ ଦ୍ୱୀପରେ, ଯେମିତି କାଲାପାଣି ଆମର ଗୋଟେ ଦଣ୍ଡ ଥିଲା, କାଲାପାନି ଗୋଟେ ଦ୍ୱୀପରେ କୋଉ ଜାଗା ସହିତ ତାଙ୍କର ସମ୍ପର୍କ ନଥିବ ସେଇ ଦ୍ୱୀପରେ ତାଙ୍କୁ ରଖାଯାଉଥିଲା। ଠିକ୍ ତଦ୍ରୂପ ବର୍ତ୍ତମାନ ଜହନଙ୍କୁ, ଯୀଶୁଙ୍କର ଅତି ନିଜର ଶିଷ୍ୟଙ୍କୁ ସେ ପାତ୍ମୋସ ଦ୍ୱୀପରେ ରଖାଯାଇଛି। ଆପଣମାନେ ଯଦି ପଢ଼ିବେ ସେଇ ଜହନ ପ୍ରକାଶିତ ବାକ୍ୟ ତାର 1 ପର୍ବରେ ଆପଣମାନେ ସ୍ପଷ୍ଟ ହେବା ପାଇଁ 9 ପଦରେ ଲେଖା ଅଛି, ପାତ୍ମୋସ ଦ୍ୱୀପରେ ସେ ଥିଲେ, ବନ୍ଦୀ ଅବସ୍ଥାରେ ଥିଲେ। ଆଉ ପ୍ରଭୁ ସେ ଦୁଃଖ ସମୟରେ ତାଙ୍କୁ ସମ୍ଭାଷଣ ଦଉଛନ୍ତି ଯେ ନୂଆ ପୃଥିବୀରେ କ'ଣ ହେବା ପାଇଁ ଯାଉଛି ଲେଖ, ୟୁ ହାଭ୍ ଟୁ ରାଇଟ୍, ଅନ୍ୟମାନଙ୍କୁ ଜଣାଇବାକୁ ପଡ଼ିବ କ'ଣ ହେବାକୁ ଯାଉଛି, ତୁମେ ଲେଖ। ଅନେକ ବିଷୟ ଅଛି, କହିଲେ ଲମ୍ବା ହେବ। 7ଟା କଥା, ପ୍ରତି ବିଷୟରେ 7 ଆପଣମାନେ ପାଇବେ ଯଦି ପୁରା ପ୍ରକାଶିତ ବାକ୍ୟ ପଢ଼ିବେ। ଅନେକ କଥା, ସପ୍ତ ମହମବତୀ, ସପ୍ତ ଜ୍ୟୋତିର କଥା ଲେଖା ଅଛି, ସପ୍ତ ମଣ୍ଡଳୀ କଥା ଲେଖା ଅଛି, ସପ୍ତ ମୁଦ୍ରା ଭାଙ୍ଗିବାର କଥା ଲେଖା ଅଛି, ସପ୍ତ ତୁରିଧ୍ୱନି କଥା ଲେଖା ଅଛି, ସପ୍ତ ପାତ୍ର କଥା ଲେଖା ଅଛି, ସପ୍ତ ପଶୁର କଥା ଲେଖା ଅଛି। ସବୁ 7 କମ୍ପ୍ଲିଟନେସ୍। ସପ୍ତାହକୁ କେତେ ଦିନ? 7 ଦିନ। ଆମେ ତିଆରି କରୁ, ଗଡ୍ ହ୍ୟାଜ୍ କ୍ରିଏଟେଡ୍ 7 ଫୁଲ୍ ନମ୍ବର। ଆଉ ପ୍ରିୟମାନେ, ଯେଉଁମାନେ 7 ନମ୍ବରରେ ଚାଲନ୍ତି ଅର୍ଥାତ୍ ସପ୍ତାହର ଏଇ ଦିବସରେ ଇମ୍ପୋର୍ଟାନ୍ସ ପ୍ରଭୁଙ୍କୁ ଦିଅନ୍ତି, ସେମାନଙ୍କର ଜୀବନରେ ମନେ ରଖିବା ଦରକାର, ଦେ ଆର୍ ଅଣ୍ଡର ଦ ବୁକ୍ ଅଫ୍ ରେଭେଲେସନ୍। ଆଜିର ରବିବାର ମାନଙ୍କୁ ଯେଉଁମାନେ ଗୁରୁତ୍ୱ ଦେଇ ଗିର୍ଜାରେ ଆସନ୍ତି, ଉପାସନା କରନ୍ତି, ସେମାନେ ହେଉଛନ୍ତି এই প্রকাশিত বাক্যর লোকମାନେ। ତେବେ ଆମେ ପ୍ରସ୍ତୁତ ହେବା ଆବଶ୍ୟକ। ତେବେ ପ୍ରଥମ ମୁଁ କଥା କହିବା ପାଇଁ ଚାହେଁ, ଯଦି ଆମେ ସ୍ୱର୍ଗରେ ସେ ମେଷଶାବକଙ୍କର ଉପାସନା କରିବା ପାଇଁ ଚାହୁଁ, ଆମେ ଏବେ କ'ଣ କରିବା? ଆମେ ପ୍ରଥମ କାର୍ଯ୍ୟ କରିବାର ଅଛି, ପ୍ରିପେୟାର ଟୁ ସେପାରେଟ୍, ପୃଥକୀକୃତ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ ହେବା। ଆମେ ଟିକେ ସେପାରେଟ୍ ହେବାର ଅଛି। ଜଗତ ସହିତ ଆମେ ମିଶି ଚାଲିଲେ ହେବ ନାହିଁ। ମୁଁ କେତେ ଥର କହିଛି, ଏଇ ମୁହଁରେ ସିନେମା ଗୀତ ପାର୍ଟି କରି ଗାଇବୁ, ଏଇ ମୁହଁରେ ଆସିକରି ଚର୍ଚ୍ଚରେ, ଖାଲି ଚର୍ଚ୍ଚରେ ଆକା, ବାହାରେ ସବୁ ସିନେମା ଗୀତ ଅଛି। ଷ୍ଟାଟସ୍ ବି ବଢ଼ିଆଟା ରଖିବୁ ନାଇଁ, ଖାଲି ପ୍ରଭୁକୁ ବାନ୍ଧି ରଖି ଦେଇଛୁ ଏଇ ଚର୍ଚ୍ଚ ଘର ଭିତରେ। ଏମିତି ପୁଅ ଝିଅ ମାନେ ଆଜିକାଲି ଜେନେରେସନ୍ ଅଛନ୍ତି, ଚର୍ଚ୍ଚରେ ଆଇଲେ ମଧ୍ୟ ସେ ଗୀତ ମାନେ ଲଗାଇ ଶୁଣୁଥିବେ। କାରଣ ଆମକୁ ବନ୍ଧା ପ୍ରିପେୟାର ହେଇନୁ, ଆମେ ସେପାରେଟ୍ ହେଇନୁ ଆଜି ପର୍ଯ୍ୟନ୍ତ। ଜଗତ ସହିତ ମିଶିକି ଚାଲୁଛ, ସେମାନେ ଯେମିତି ଚାଲୁଛନ୍ତି ଆମେ ମଧ୍ୟ ଚର୍ଚ୍ଚରେ ଆସିବୁ, ଦଶରା ହେଲେ ପଳେଇବୁ, ଚର୍ଚ୍ଚରେ ଆସିବୁ, ଶିବରାତ୍ର ହେଲେ ପଳେଇବୁ। We are not separated at all. Prepare to separate. ନିହାତି ଭାବେ ପୃଥକୀକୃତ ହେବା ଦରକାର ଅଛି। ମାନେ 2 ପଦ ଯେତେବେଳେ ପଢୁଛୁ ଲେଖା ଅଛି, ଆଉ ମୁଁ ଦେଖିଲି, କିଏ ଦେଖୁଛନ୍ତି? କେତେ ଦର୍ଶନ ଦେଖୁଛନ୍ତି? ଏ 7 କହିଲି, ସବୁ ଜହନ ଦର୍ଶନ ଦେଖୁଛନ୍ତି ଆଗାମୀ ଦିନ ଗୁଡ଼ିକରେ କ'ଣ ହେବ। ଆଉ ବର୍ତ୍ତମାନ ସେ ଗୋଟେ ଭିଜନ ଦର୍ଶନ ଦେଖୁଛନ୍ତି। କ'ଣ ଦେଖୁଛନ୍ତି? ମୁଁ ଦେଖିଲି ଯେପରି ଅଗ୍ନି ମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି ଯେଉଁମାନେ ପଶୁ ଓ ତାହାର ପ୍ରତିମା ଓ ତାହାର ନାମ ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ୱରଙ୍କ ବୀଣା ଧାରଣ କରି ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି। ତେବେ ଆମେ
ପ୍ରକାଶିତ ବାକ୍ୟ ଡାଇରେକ୍ଟ 15 ପର୍ବ ହେଲେ ବୁଝି ଆଗା ହବ ନାହିଁ କ'ଣ ପାଇଁ ଏମିତି କୁହାହେଲା ଯେଉଁମାନେ ପଶୁର ସଂଖ୍ୟା ଧାରଣ କରିନାହାନ୍ତି ପଶୁର ସଂଖ୍ୟା ଉପରେ ବିଜୟ ହୋଇଛନ୍ତି ଏମିତି ଲୋକଙ୍କର କଥା କୁହାଉଛି ଯଦି ପଶୁର ବିଷୟରେ ଜାଣିବା ପାଇଁ ଚାହାନ୍ତି ହୁ ଇଜ୍ ଦଟ୍ ଗ୍ରେଟେଷ୍ଟ ଡେମନ୍ ଗ୍ରେଟେଷ୍ଟ ସୈତାନ ଆମେ କହିପାରୁ ଦିଆବଳ ଶୈତାନ ତାର ବିଷୟରେ ସଂଖ୍ୟା ଏବେ ବର୍ତ୍ତମାନ ଶୈତାନ ଗୋଟିଏ ସଂଖ୍ୟା ଭାବରେ ଆସିବାକୁ ଯାଉଛି ଅଲରେଡି କେତେ ଲୋକ କହିଲେଣି ଆସି ସାରିଲାଣି ଯଦି ଆପଣମାନେ 13 ପର୍ବ ପଢ଼ିବେ ପ୍ରକାଶିତ ବାକ୍ୟ ହ୍ୱାଟ ଇଜ୍ ଦଟ୍ ନମ୍ବର ୟୁ ୱିଲ୍ ନୋ ଆପଣମାନେ ଜାଣିପାରିବେ ସେ ନମ୍ବର କ'ଣ ଯଦି ଆପଣମାନେ ପଢ଼ିବେ ଏଇ 13 ପର୍ବ ତାର 18 ପଦରେ ପ୍ରକାଶିତ ବାକ୍ୟ 13 ପର୍ବ 18 ପଦରେ ଦିନ ଏମିତି ଆସିବ ଯଦି ଯାର କପାଳରେ କି ନମ୍ବର ନଥିବ ଟିକେ ପଢ଼ିଦେବା ସେଟା ଜ୍ଞାନ ଆବଶ୍ୟକ ଯାହାର ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ ତାହା ଜଣେ ମନୁଷ୍ୟର ସଂଖ୍ୟା 666 ଗୋଟେ ସଂଖ୍ୟା ପ୍ରିୟ ମାନେ ଆଉ ବେଶୀ ଦିନ ନାହିଁ ଯୀଶୁଙ୍କର ଆଗମନ ପାଇଁ କାରଣ ବେଶୀ ନାହିଁ 20 years back ଟିକେ ଚିନ୍ତା କରନ୍ତୁ there was no importance of numbers ନାକି ଭାବନ୍ତୁ ସଂଖ୍ୟା ମୋବାଇଲ ଥିଲା କି ସେମିତି ମୋବାଇଲ ନଥିଲା ଏବେ ମୋବାଇଲ ହେବା ଦ୍ୱାରା ଫୋନ ନମ୍ବର ଆସିଲା ଏବେ ଆଉ ନୂଆ ଟେକ୍ନୋଲୋଜି ଆଧାର କାର୍ଡ ଆସିଲା ଆଧାରରେ ମିଶା ନମ୍ବର ଏବେ ଜିନିଷ କିଣା ବିକା ଆପଣ ଅର୍ଡର କରିଛନ୍ତି କୋଉଠି ଆମାଜନରେ ଫ୍ଲିପକାର୍ଟରେ ମେସୋରେ ସବୁ ଆସିବ ଓଟିପି କୁହନ୍ତୁ ଏଭ୍ରିଥିଙ୍ଗ କମ୍ସ ଅଣ୍ଡର ନମ୍ବର ତା ମାନେ ଜହନ ଯୋଉ ଦର୍ଶନ ଦେଖିଥିଲେ ବର୍ତ୍ତମାନ ଇଟ୍ ଇଜ୍ ପ୍ରେଜେଣ୍ଟ କେତେବେଳେ କ'ଣ ହେବ ୱି ଡୋଣ୍ଟ ନୋ ଆମେ ଜାଣିନୁ ଆଉ ସେ ନମ୍ବର ହେଉଛି 666 ବୋଲି ଲେଖାଇଛି କେତେ ଲୋକ ବିଶ୍ଳେଷଣ କରନ୍ତି ପ୍ରଭୁଙ୍କର ଲୋକମାନେ ପ୍ରଭୁ କେ ଜାଣେ ଚାଳନା ଦେଇଛନ୍ତି ତୃତୀୟ ବିଶ୍ୱଯୁଦ୍ଧର ସଂକେତ କୋଉଠୁ ଆରମ୍ଭ ହେବ ଦ ମୋଷ୍ଟ ପପୁଲାର ଗେମ୍ ଅଫ୍ ଦିସ୍ ୱାର୍ଲଡ ବର୍ତ୍ତମାନ ଭାରତରେ ବେଶୀ ଖେଳା ଯାଉଛି କୋଉଟା କୋଉ ଖେଳ କ୍ରିକେଟ ବୋଲେ ରେଷ୍ଟ ନାହିଁ ସେ ପଡ଼ିଆ ଯଦି କାର ଛାତି ହେଇଥାନ୍ତା କଷ୍ଟ ଲାଗିଥାନ୍ତା ଦିନ ରାତି ଏମିତିକି ଲୋକ ଆଉ ରାତିରେ ମଧ୍ୟ ଛାଡ଼ୁନାହାନ୍ତି ତାକୁ ଭ୍ୟାକେଣ୍ଟ ନାହିଁ ଆଇପିଏଲ୍ ପରେ ଆଉ କିପିଏଲ୍ ଆଉ ସିପିଏଲ୍ କ'ଣ କ'ଣ ସବୁ ଚାଲୁଛି ନି ଆମେ କେପିଏଲ୍ କରୁଛୁ ଆଉ ରାୟଗଡ଼ାରେ ଆରପିଏଲ୍ ସବୁ କରି ପକାଉଛନ୍ତି ଅନେକ କହନ୍ତି ଯେ ପୃଥିବୀର ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ କେ ଜାଣେ କ୍ରିକେଟରୁ ଆରମ୍ଭ ହବ କହୁଛନ୍ତି ମୁଁ ଜାଣିନି କେ ଜାଣେ ହେଇପାରେ ପ୍ରଭୁ ଯଦି ସେମାନଙ୍କୁ ଚାଳନେ କାରଣ କ'ଣ ଯଦି କ୍ରିକେଟର ସବୁ ବିଶ୍ଳେଷଣ କରିବେ ୟୁ ୱିଲ୍ ଫାଇଣ୍ଡ ଦ୍ୟାଟ୍ କ୍ରିକେଟରେ ଓଭରକୁ କେତେଟା ସଂଖ୍ୟା ଅଛି କେତେଟା ବଲ୍ ପଡ଼ିବ 6 କେତେଟା ଷ୍ଟାମ୍ପ ଅଛି 6 ନାଇକି ଏମିତି କେତେ ସବୁ ବିଶ୍ଳେଷଣ କରି କହୁଛନ୍ତି କେ ଜାଣେ କ୍ରିକେଟ ସବୁଠାରୁ ବେଶୀ ରନ୍ କେତେ ଗୋଟେ ବଲ୍ରେ 6 ଇଜ୍ ଇଟ୍ ସମ୍ଭବ କି ପିଲାମାନେ ବାୟା କ୍ରିକେଟରେ 666 ଟିକେ ଆଉଟ୍ ହେଇଗଲେ ମାଡ଼ଗୋଳ ନାଇକି କେ ଜାଣେ କହିହବନି ବିକଜ ନମ୍ବର ରିକ୍ୱାର୍ସ ପ୍ରିୟ ମାନେ ନମ୍ବର ଯଦି ଆରମ୍ଭ ହେଇ ସାରିଛି ଆପଣଙ୍କର ସବୁ କିଣା ବିକାରେ ନମ୍ବର ଦରକାର କାଲିକୁ ଆଧାର କାର୍ଡ ନଥିଲେ ଆପଣଙ୍କୁ କିଛି ମିଳିବ ନାହିଁ ଆଜି ତ ମିଳୁନାହିଁ ଆଧାର କାର୍ଡ ଜଡ଼ିତ କର ତେବେ ସବୁ ଦିଆଯିବ କ'ଣ ହେବାକୁ ଯାଉଛି ଭାବନ୍ତୁ ଆଉ ସେଦିନ ଦୂରରେ ନାହିଁ ଆପଣଙ୍କୁ ଏଟିଏମ୍ କାର୍ଡ ପକେଟରେ ଧରି ବୋଲି ଆରମ୍ଭ ହେଇଗଲାଣି କେତେଟା ଦେଶରେ କଲେଣି ଚିପ୍ ସିଷ୍ଟମ ଆପଣଙ୍କର ଶରୀରରେ ଚିପ୍ ଗୁଡ଼ାକ ପୁରା ଆପଣ ଗଲେ ଯୋଉଠି ହେଲେ ଆପଣଙ୍କୁ ଜାଣିଥିବ ରେଟେନା ନାଇକି ଆଖିର ଆମେ ସବୁ ଦେଇଛୁ ଆଉ କୁଆଡ଼େ ମୁକୁଳିବାର ନାହିଁ ଯଦି କହିବେ ତୁମେ ଯୀଶୁଙ୍କୁ ଅସ୍ୱୀକାର କଲେ ହିଁ ତୁମକୁ ଦିଆଯିବ ରାସନ ଦିଆଯିବ ଯୀଶୁଙ୍କୁ ଅସ୍ୱୀକାର କଲେ ଏ ସୁବିଧା ଦିଆଯିବ ଯୀଶୁଙ୍କୁ ଅସ୍ୱୀକାର କଲେ ଦିଆଯିବ ନାହିଁ What is our response? ଆମର ପ୍ରତ୍ୟୁତ୍ତର କ'ଣ ରହିବ
आमे निजे चिंता करवा आमे प्रिपेयर होइछु तू टिक सेपरेट हेबा पई नाही अल्प समय दुख पर आमको से अनंत सुख मिलिबो कौन प्रस्तुत होइछु मु तीन दुईटी कथा सेति पई कहि आज रे जो दुई पद आमे पढिलु आ सेठी जेतेबेले जहन देखंती से गोटे दर्शन देखंती टेस्टेड इन फायर अग्नि रे परीक्षित विषय गुडे देखंती लेखा अछि आ मु देखिली जेपरी अग्नि मिश्रित गोटे काचमय समुद्र कौन बुझी होछि अग्नि बोले कौन एक्चुअली प्रैक्टिकली निया काई के व्यवहार करा जाए जदि ओइला थिबो महिला थिबो कुकिंग तो छाड़ंतु आगरे कुकिंग नथिला का कुकिंग आमे करछु किंतु से कुकिंग रे मते पानी जदि गरम करी पिउचंती काई के पिउचंती पानी गरम करी से जेते कीटाणु जाक थिबे सब मरिबे बोली निकी अग्नि व्यवहृत होछि अपरिष्कार जिनिस को परिष्कार करिबा पई द फर्स्ट थिंग आ समुद्र होछि दुखर विषय बोधे एठी ना कोठी कहूथिली समुद्र समुद्र जेतेबेले बाइबल रे व्यवहार होछि समुद्र आ नथिबो जदि आपण माने 21 पर्व पढिबे प्रकाशित वाक्य 21 पर्व रे लेखा अछि 4 पद रे पुणी ईश्वर स्वयं सेमानंको सांगरे रहिबे और सेमानंको चक्षुरु समस्त अश्रु जल पोछि देबे मृत्यु आउ घटिबो नाही शोक कि क्रंदन कि व्यथा आउ हेबो नाही कारण पूर्व विषय सब लोप पाई अछि तबे लास्ट समय गुडा करे जिसुंकर ठारे थिले कोन हबो तापर 21 पर्व 1 पद लेखा अछि परे मु एक नूतन आकाश मंडल नूतन पृथ्वी देखिली देखंतु ध्यानर सहित कारण प्रथम आकाश मंडल प्रथम पृथ्वी लोप पाइछि सरी गला पुनी समुद्र आउ कौन लिखाई समुद्र आउ नथिला बोली लिखाई नेक्स्ट जो पृथ्वी रे आमे बास करिवा पाई जाउछु समुद्र ए जागतिक देखबा समुद्र कथा कहउनी समुद्र अर्थात समुद्र पारी रे जदि आपण माने छिडा हेबे कहिबे कोन बोली इति हुनी पृथ्वी शेष देखि विशाखापट्टनम जीवे पुरी जीवे बेलाभूमि जोठी भी जानतु एते दूर दूर एठरू पृथ्वी शेष आमे भाबुथिबु एठरू पृथ्वी शेष सेपटे आउ गोटे देश अच्छी से माने सेठी छिड़ा होकर भाबुथिबे एठरू पृथ्वी शेष नाई ता माने हमर भावना जे समुद्र होची शेष तबे दुख वर्तमान जहन कोठी अछंती वर्तमान जहन पात्मस द्वीप रे अछंती दीप भितर जेतेबेले देखुचंती किछि आउ लोक देखा जाउनांती मोर निजर लोक के तांको पई दुख चारिआडे समुद्र घेरिछि तबे दुख तांको पई जेतेबेले आपण जो सब परिस्थिति को भाबुचंती दुख से दुख आउ नथिबो जहनंको पई से समय रे समुद्र दुख थिला से दुख आउ नथिबो सी कहिबार अर्थ दुख काचमय समुद्र लेखा अछि नेकी अग्नि मिश्रित अग्नि कथा म कहली फायर टेस्टेड परीक्षित होइथिबा लोक माने दुखरु पूरा पृथकीकृत होइथिबे आ तृतीय कथा सेठी कहा जाय कोन बोली ग्लास नेकी देखा अछि काचमय बोली काच एपटरु काच काई के व्यवहार करू एपटरु सेपटे देखिबा पई जेमती मैला फैला बाजबो नै आमे चश्मा पिंदुछु नेकी काच एपटू सेपटे ता माने आमर जीवन एपरी करिवार अछि सी भलिया सफरिंग फ्री सफरिंग थिले मध्य आमे सेठी चिंता करी तापर द्वितीय फायर टेस्टेड हेबार अछि आ क्लीन हमकु जेते बेले मध्य देखिबे यार हृदय रे कोट कपट किछि नै क्लीन आ लेखा अछि तापरे देखंतु जेपरी अग्नि मिश्रित गोटे काचमय समुद्र पुणी जेउ माने पशु तार प्रतिमा प्रतिमा बोले जो आमे पूजा उपासना करू प्रतिमा और ताहा नामर संख्या उपरे विजयी होई अछंती ओवरकम विजय हेछु जेते हमको फोर्स कराबो देबु ने नो प्रॉब्लम बोली कोई पारिबु तबे लेखा अछि से माने से लोक माने कोन करिबे लेखा अछि ईश्वरको बिना धारण करी सेही काचमय समुद्र तीर रे दंडायमान होई अछंती काचमय समुद्र तीर रे बोले दुख कष्ट तो सहित परिष्कृत ये सबू है पूरा सेपरेटेड पूरा पृथकीकृत होइथिबा लोक माने गोटे जिनस धरिछंती कौन धरिछंती बीणा धरिछंती
ତେବେ ବୀଣା ଧରିବାର ଅର୍ଥ ହେଉଛି ଟ୍ରାନ୍ସଫର୍ମଡ ଇନ୍ ଫରଗିଭନେସ୍। ଯୀଶୁଙ୍କର ରକ୍ତରେ, ତାଙ୍କର ମେଷ ଶାବକଙ୍କର ରକ୍ତରେ ପରିଷ୍କୃତ ହୋଇ କ୍ଷମା ପାଇଥିବା ଭଳିଆ ଜୀବନ ସେମାନେ କାଟୁଛନ୍ତି। ଆମେ 15 ଥର କ୍ଷମା ପାଇ ମଧ୍ୟ ଆମର ଜୀବନ ସଜାଡ଼ି ପାରୁନୁ। ଟ୍ରାନ୍ସଫର୍ମଡ ଲାଇଫ୍, ପୁରା ପରିବର୍ତ୍ତିତ, କ୍ଲିନ୍, କ୍ଷମାପ୍ରାପ୍ତ ହେଇଥିବା, ଶୁଦ୍ଧୀକୃତ ହେଇଥିବା ଖ୍ରୀଷ୍ଟିଆନ। ଆଉ ସେଥିପାଇଁ ଯେତେବେଳେ ଆମେ ଦେଖୁଛୁ ବିଷ୍ଟର ନମ୍ବର କଥା ପଢ଼ିଲୁ, କହିଲୁ କନକ୍ୱେର୍ଡ ଓଭର ଦ ବିଷ୍ଟ ଆର୍ ସେଭଡ୍। ତେବେ ସେମାନେ ବୀଣା ଧରିଛନ୍ତି। ବୀଣା ଧରିବାର ଅର୍ଥ ହେଉଛି ଦେ ଆର୍ ଷ୍ଟାର୍ଟିଂ ପ୍ରେଜିଂ ଗଡ୍। ଆମେ ସମସ୍ତେ ସେଥିପାଇଁ କହୁ ପିଲାମାନେ ଚେଷ୍ଟା କରନ୍ତୁ ଚର୍ଚ୍ଚରେ କିଛି ହେଲେ ଇନଷ୍ଟ୍ରୁମେଣ୍ଟ ଶିଖି ବଜାଇବା ପାଇଁ, ଗୀତ ହେଲେ ଗାଇବା ପାଇଁ, ନହେଲେ ସ୍ୱର୍ଗରେ ତୁମର କିଛି ଆକାର ରୋଲ୍ ରହିବ ନାହିଁ। କେ ପଚାରବେ ଆକେ ନାହିଁ, ବାସି ପାଣିରେ ବୋଲା ଭଳିଆ। କାରଣ କିଛି ପ୍ରଭୁଙ୍କର ପାଇଁ ବ୍ୟବହାର ହେଇପାରିଲେ ନାହିଁ। ଏଇଠି ଯଦି ନାହିଁ ସେଇଠି ବି ନାହିଁ, ସେ ଲୋକକୁ କାହିଁକି ଜାଗା ଦେବେ? ପ୍ରିୟମାନେ, ଟ୍ରାନ୍ସଫର୍ମ ଲାଇଫ୍ ଆମର ଜୀବନକୁ ଶୁଦ୍ଧ ପବିତ୍ର କରି ପ୍ରଭୁଙ୍କର କାର୍ଯ୍ୟ ନିମନ୍ତେ ବ୍ୟବହୃତ ହେବା ଆବଶ୍ୟକ। ସେକେଣ୍ଡ ଥିଙ୍ଗ, ପ୍ରାକ୍ଟିସ୍ ଟୁ ସାକ୍ରିଫାଇସ୍। ପ୍ରାକ୍ଟିସ୍ ଟୁ ସାକ୍ରିଫାଇସ୍, ବଳିଦାନ ନିମନ୍ତେ ଅଭ୍ୟାସ କରନ୍ତୁ। ନାକି ଆମକୁ ରେସନ ଦିଆ ହେବ ନାହିଁ, କ'ଣ କହିଲେ ଓକେ, ବଳିଦାନ ପାଇଁ ଅଭ୍ୟାସ କରିବ। ସାନ ସାନ ଜିନିଷ, ଆଇଫୋନ୍ ଦରକାର ଅଛି, ଟିକେ ଚେଷ୍ଟା କରିବୁ ନା, କିଛି ତ ଚେଷ୍ଟା କରିବାର ଅଛି। ବଳିଦାନ ନହେଲେ ବଞ୍ଚି ହେବ ନାହିଁ କି? ବଳିଦାନ ନିମନ୍ତେ ଅଭ୍ୟାସ ଦରକାର, ଧୀରେ 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 କରିହେବ। 3 ପଦରେ ସେଥିପାଇଁ ଲେଖାଯାଏ, ସେମାନେ ଈଶ୍ୱରଙ୍କର ଦାସ ମଶା ଓ ମେଷ ଶାବକଙ୍କର ଗୀତ ଗାନ କରି କହୁଅଛନ୍ତି। ସବୁ ଗୀତ ଗାଉଛନ୍ତି, ଗାନ କରି କହୁଅଛନ୍ତି, ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର, ତୁମର କର୍ମ ସମୂହ ମହତ୍ ଓ ଆଶ୍ଚର୍ଯ୍ୟ। ହେ ଜାତି ସମୂହର ରାଜା, ତୁମର ପଥ ସମସ୍ତ ନ୍ୟାର୍ଯ୍ୟ ସତ୍ୟ। ଏଠି ଦେଖୁଛୁ 2ଟା ବିଷୟ। ପ୍ରଥମ ବିଷୟ ହେଲା ସବମିଟେଡ୍ ଇନ୍ ସିଙ୍ଗିଂ। ସବୁ ଗୀତ ଗାଉଛନ୍ତି, କେ ଚୁପଚାପ ରହୁନାହାନ୍ତି। ମୁଁ କହିଲି ସେଥିପାଇଁ ଯେତେବେଳେ ଉପାସନାରେ ଗୀତ ଗାଉଛୁ ସବୁ ଜଏନ୍ କରିବାର ଅଛି ଗାଇବା ପାଇଁ। ସବମିଟେଡ୍, ସମର୍ପିତ ହୁଅନ୍ତୁ, ସମର୍ପଣ କରନ୍ତୁ ଗୀତ ଗାଇବାରେ। ଆଉ ଗୀତ ଗାଇବା କଥା ଯେତେବେଳେ ଆସୁଛି ସେଠି ସଙ୍ଗ ଅଫ୍ ମଜେସ୍ କଥା ଲେଖା ଅଛି। କ'ଣ ଲେଖା ହେଇଛି ସେଠି? ସେମାନେ ଈଶ୍ୱରଙ୍କର ଦାସ ମଶା ଆଉ ମେଷ ଶାବକଙ୍କର ଗୀତ ଗାନ କରି କହୁଛନ୍ତି। କାର କାର ଗୀତ? ସଙ୍ଗ ଅଫ୍ ମଜେସ୍, ମଶାଙ୍କର ଗୀତ, ଆଉ ସଙ୍ଗ ଅଫ୍ ଜିଜସ୍। ସଙ୍ଗ ଅଫ୍ ମଜେସ୍ ଆଉ ସଙ୍ଗ ଅଫ୍ ଜିଜସ୍, 2 ଜଣଙ୍କର ଗୀତ ଗାଉଛନ୍ତି। ଯୀଶୁଙ୍କର ଗୀତ ଗାଇବା କଥା, ମଶାଙ୍କର ଗୀତ କାହିଁକି ଗାଉଛନ୍ତି? ମଶାଙ୍କର ଗୀତ ବି ଅଛି ତାର ମହତ୍ଵ। ଯୀଶୁ ଆଉ ମଶା এই ଉଭୟଙ୍କର ଜୀବନରେ ଆମେ ଲକ୍ଷ୍ୟ କରୁଛୁ ଈଶ୍ୱରଙ୍କର ମହାନତା ପ୍ରକାଶ ହେଇଛି। ତେବେ ଯୀଶୁଙ୍କର ଗୀତ, ଯେତେବେଳେ ମଶାଙ୍କର କଥା ଚିନ୍ତା କରିବା, 2 ବିବରଣୀ 32 ଅଧ୍ୟାୟରେ ମଶା ଗୋଟେ ଲମ୍ବା ଗୀତ ଲେଖିଛନ୍ତି। 32 ଅଧ୍ୟାୟରେ ପୁରା ଗୀତ, 90 ଗୀତ, ଗୀତ ସଂଗୀତା 90 ଗୀତ ମଶା ନିଜେ ଲେଖିଛନ୍ତି। ଆଉ ସେଠି ଈଶ୍ୱରଙ୍କର ମହାନତା ଲେଖା ହେଇଛି। କେମିତି ପ୍ରଭୁ ତାଙ୍କୁ ଉଦ୍ଧାର କଲେ, ସମୁଦ୍ର ମଧ୍ୟରେ ସେମାନଙ୍କୁ ସେ ପାରି ନେଲେ, କେମିତି 10 ଦଣ୍ଡ ଦ୍ୱାରା ମିଶରୀ ମାନଙ୍କୁ ଇତସ୍ତିତ କଲେ, ଜଳ ପଥରରୁ ବାହାର କଲେ, ତିକ୍ତ ଜଳକୁ ମିଷ୍ଟା କଲେ, ମିଠା କଲେ। ସବୁ ବିଷୟ ଅନୁଭବରୁ ଲେଖନ୍ତି। କିଏ? ମଶା। ମହାନତା ଏତେ କଷ୍ଟ ପାଇ ସାକ୍ରିଫାଇସ୍ ଲାଇଫ୍। ମଶା ଯେତେବେଳେ ମିଶରରେ ଜଣେ ମିଶ୍ରୀୟକୁ ହତ୍ୟା କଲା ପରେ ସେ ଡରିକି ମିଦିଅନକୁ ପଳେଇଥିଲେ। ସେଠି ଆନନ୍ଦରେ ଥିଲେ। କାହା ସହିତ? ଜିତ୍ର ଯାଜକଙ୍କର ଏକ ଝିଅ, କି ନା ତାର ନା, ସିପୋରାକୁ ବିବାହ କରି ଗେର୍ସନ ପିଲାକୁ ପାଇ ଆରାମରେ ଥିଲେ। ଜୀବନ ଯାକ ସେଇଠି ରହିଥାନ୍ତେ। କିନ୍ତୁ ଈଶ୍ୱର ତାଙ୍କୁ ହରେବ ପର୍ବତରେ ଦେଖାଦେଲେ, ମଶା ଗେଟ୍ ଆଉଟ୍, লিভ योर कम्फर्ट जोन, गेट आउट। कोठी आउ थरे तुम ईश्वर को फेरी जाओ, कारण मोर लोक माने सेठी बंदी अवस्था अछंती। तुम्हें बलिदान देवा को पड़िबो, तुमरो परिवार को आउ जाई मोर लोक मान को तुम्हें आनिबा को पड़िबो। सैक्रिफाइस, केते बलिदान देई, केते निंदा, केते अपमान, केते कोन सब सहिछंती। एकला थिले ए 6 लाख लोक मते बारंबार मशा को कष्ट दउथिले, तथापि ही स्टूड। से छिड़ा होइथिले, प्रभुଙ୍କ सहित छिड़ा होइथिले। सेति पई आज प्रकाशित वाक्य रे तांकु मने पका होछि।
आमे किसटा छाड़ीछु हमको मने पकाइबे हमको असुविधा बेसी अच्छी आमे छाड़ीनु सैक्रिफाइस नहीं प्रभु को ठारे आमर किछि मध्य मूल्य नहीं मसांकर गीत सेठी स्थान पाउछि जीशुंकर गीत निस्तार पर्व समय यात्रा पुस्तक 12 पर्व लेखा अछि जो मेंढा बलिदान करी जार बाजुबंद मु स्टोरी कहया पे चाहि नै आपण माने जानंती 12 पर्व पढ़िबे निस्तार पर्व रे मेंढा मारी जा जा बाजुबंधरे कबाड़ द्वार बाजुबंधरे रक्त लगा जीव सेमानंकर परिवार प्रथम जात संतान माने बंचिबे जार परिवार रक्त लागी नथिबो संहारकारी दूत से बुलिबे आउ जोठी देखिबे लागी नाही सेठीर प्रथम संतान संतति पशु जहा विषय गुड़ाक बड़ थिबो सब मरिबे मेंढा बलि रे इस्राएल लोक माने मुक्ति पाइले प्रिय माने सही मेंढा होउछंती जीशु ख्रीष्ट निजे जो मेंढार बलिदान रे इस्राएल रक्षा पाइथिले सही बलिदान जीशु को लागि आमे रक्षा पाइछु सेथि पई बारंबार बारंबार कहाउथिला जहन तार 1 पर्व 29 और 36 पद रे बाप्तिजक जहन जीशु को साक्ष्य दे कहंती तो ही आर दिन से जीशु को निज पाख को आसी देखी कहले एही देखो ईश्वरंकर मेष शावक जे जगतर पाप भार बही नहीं जानती ये होचंती सेही मेष शावक सेही इस्राएल रो यात्रा पुस्तक 12 पर्व रे लेखा हितिबा रक्षा करिबा मेष शावक लास्ट ऑफरिंग शेष बलिदान तांकर बलिदान आज मने पकाउछि जीशुंकर बलिदान को मेष भाव रे प्रिय माने सबमिट इन डेडिकेशन सबमिट इन सिंगिंग गीत गान तेबे आमर गीत मध्य रचना हबार अछि देखि तेबे मु कहे सिलेक्ट फॉर सर्विंग को आकार रे आपणकर गीत रचना करूछंती आपणकर जीवन किपरि तयारी करूछंती आपणकर जीवन गोटे गीत हेबो प्रभुको सहित मते टिके भावना आसे थरे थरे फील कली वी सिंग सॉन्ग ऑफ मोजेस मसांकर गीत गाउछु वी सिंग सॉन्ग ऑफ मरियम कर मसांकर भणी वी सिंग सॉन्ग ऑफ डेविड गीत संगीता कर तांको धन्यवाद गाउछु ना हम रक्तकृत अनेक कथा गाउछु डेविड वी सिंग सॉन्ग ऑफ लूथर ए लूथरान मंडली रे देथिबा केतरा गीत लूथरंकर कुके गीत आउ आमे गीत गाउ वी सिंग सॉन्ग ऑफ अमित पानी देखि अमित पानी रचना करिथिबा गीत गाउछु वी सिंग सॉन्ग ऑफ मार्टिन विश्वास जो गीत से रचना करिसंती आमे गाउछु वेयर इज आवर सॉन्ग आमे रचना करिछु आमर गीत किछि अछि गीत आसे निजर जीवनर अनुभूति रु मो जीवन रे प्रभु कोन करिसंती ता हमें लेखिबा को पड़िबो मते जणाइबा को पड़िबो गीत होउछि सेही विषय से मानकर जीवन रे मसांक जीवन रे प्रभु कोन कले से गीत लिखिले मरियम को जीवन रे कोन कले से लिखिले दाऊद को जीवन रे कोन कले प्रभु से लिखिले अमित पाणीकर जीवन रे कौन कौन प्रभु करिसंती से लिखिसंती मार्टिन विश्वासंकर जीवन रे कौन प्रभु करिसंती से लिखिसंती व्हाट अबाउट आवर सॉन्ग आमर जीवन रे प्रभु कौन किछि करि नाहंती किछि तो देखैबा को पड़िबो जेउथि पई मोर नाम मध्य जेमति मसांकर नाम अछि मेष शावकंकर नाम अछि मोर ना नाही वी नीड टू प्रिपेयर आवर पोजीशन आमे प्रस्तुत करिबा को पड़िबो आमे प्रस्तुत करी प्रभु मते एमिति करिसंती मोर गीत मध्य आसु प्रिय माने सेकेंड थिंग कहली प्रैक्टिस टू सैक्रिफाइस गीत लेखिबार अर्थ जो सब घटना घटिला अभ्यास करिसंती प्रभु सहित रहिबा ताकू से माने गीत रे देइछंती थर्ड थिंग प्रेज टू सैंक्टिफाई पवित्रता निमंते प्रशंसा करंतु पवित्र लोक ही प्रकृत हृदयर पूर्णतार सहित खोला हृदय रे गीत गांधे काको खातर करे ये गाउची कि नहीं ये गाइले आखा मुई गाइबी पाखरे थिबा लोक मते लाज कर देबे जे नै कि हृदय खोला करंतु आपण मान को माने देखले हमर कि नेबार देबो नै काली को मरि गला पर प्रभु हमको देखबे से मान को देखेबा पई फील फ्री हृदय रे जदी क्लीननेस अछि तबे हमें पूरा समर्पित होई गीत गाइबू गीत गाइला बेले आकु देखुथिबू ताकु देखुथिबू जो गीत आमे गाउछु टिके से मर्म बुझी गाइबार अछि कोन गाउछु आमे जदि गाउ नांती कोन गाउछु बोली भाबी कि
তার অর্থ বুঝি পারুনাহান্তি গাইবা উচিত নাই, কারণ আমি তার অর্থ জানিনু। কে জানে সেটি গালি থিব পরভাষা ভଳିଆ ভিন্ন ভাষা থিলা ভଳିଆ। অর্থ বুঝিবার ଅଛି। গীত গাইলা বেলে ফিল করন্তু। ମୁଁ କହୁଥିବି ଅନେକ ସମୟରେ ଆମର ଯଦି ଦୁଃଖ ଭୋଗ ସମୟର ଗୀତ ଗୁଡ଼ିକ ଗାଇବ, ହାୟ ତ ସତ୍ୱର ତୁହି ମୋତେ ପାଶରି, ଯଦି ଫିଲ୍ କରି ଗାଇବେ ସେ ଗୀତ ଗୁଡ଼ାକ, ଆପଣଙ୍କର ହୃଦୟ ଭିତରୁ ଅଟୋମେଟିକାଲି ଆଖିରେ ପାଣି ବାରି ପଡ଼ିବ। ପ୍ରିୟମାନେ, ଗୀତ ଆମମାନଙ୍କୁ ସାହାଯ୍ୟ କରେ ପ୍ୟୁରିଫାଏ କରିବା ପାଇଁ, ପବିତ୍ର କରିବା ପାଇଁ, କାରଣ ଗୀତରେ ହିଁ ଆପଣଙ୍କର ହୃଦୟର ପୂର୍ଣ୍ଣତା ଜଣାପଡ଼େ। ପ୍ରିୟମାନେ, 4 ପଦରେ ଲେଖାଯାଏ, ବେଶୀ ଲମ୍ବା ହେଉଛି ଗରମ ଦିନେ ମଧ୍ୟ। ହେ ପ୍ରଭୁ, କିଏ ତୁମକୁ ଭୟ ନ କରିବ? କିଏ ତୁମର ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର। ଜାତି ସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ତେଣୁ ତୁମ୍ଭର ନ୍ୟାଯ୍ୟ କର୍ମ ସବୁ ପ୍ରକାଶିତ ହୋଇଅଛି। ଦ ଗ୍ରେଟନେସ୍ ଅଫ୍ ଗଡ୍ ଏଠି ଲକ୍ଷ୍ୟ କରୁଛୁ, ଈଶ୍ୱରଙ୍କର ମହାନତା ଆମେ ଲକ୍ଷ୍ୟ କରୁଛୁ। ପ୍ରିୟମାନେ, ଏଠି 2ଟି କଥା କହି ଶେଷ କରିବି। ଦ ରେଭରେନ୍ସ ଅଫ୍ ଗଡ୍, ଈଶ୍ୱରଙ୍କର ସମ୍ମାନ। ପ୍ରଭୁଙ୍କୁ ଆମେ ସମ୍ମାନ ଦେଉଛୁ ତ ଆମର ଗୀତ ମାଧ୍ୟମରେ, ଆମମାନଙ୍କର କଥାବାର୍ତ୍ତା ମାଧ୍ୟମରେ, ଆମର ହାତ ଗୋଡ଼ ପାଦ ସବୁ ମସ୍ତିଷ୍କରେ ପ୍ରଭୁଙ୍କୁ ପ୍ରାଧାନ୍ୟତା ଦେଉଛୁ ତ? କାରଣ ସେ କିଏ ଆମେ ଜାଣିନୁ ଏପର୍ଯ୍ୟନ୍ତ, ସେଦିନ ଦେଖିବୁ ସେ କିଏ। ତେବେ ତାଙ୍କୁ ଗୌରବ ଦେବା ପାଇଁ, ରେଭରେନ୍ସ ଦେବା ପାଇଁ କେତେ ଲୋକ କେତେ କଥା କରିଥିଲେ। ଗୌରବ ଦେବା କଥା। ଜିସାୟ 6 ପର୍ବ ତାର 2-3 ପଦରେ ଦୂତଗଣ ତାଙ୍କର ଗୌରବ କେମିତି ଦେଉଛନ୍ତି? ପରସ୍ପର ଡାକି କହିଲେ, ସୈନ୍ୟାଧିପତି ସଦା ପ୍ରଭୁ, ଧର୍ମମୟ 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 ସମୁଦାୟ ପୃଥିବୀରେ ତାଙ୍କ ମହିମାରେ ପୂର୍ଣ୍ଣ। ପୃଥିବୀ ସାରା ତାଙ୍କର ମହିମା। ଦୂତମାନଙ୍କର କାର୍ଯ୍ୟ ଆକା ସେଠି ମଧ୍ୟ ଲୁକ 2 ପର୍ବ ତାର 13-14 ପଦରେ ଆଉ ଥରେ ସେମାନେ ଆଉ ଜଣଙ୍କ ପାଇଁ ଗୀତ ଗାଇଲେ, ଈଶ୍ୱରଙ୍କର ପାଇଁ। କ'ଣ ବୋଲି? ସ୍ୱର୍ଗୀୟ ବାହିନୀ କହିଲେ, ଊର୍ଦ୍ଧ୍ୱଲୋକରେ ଈଶ୍ୱରଙ୍କ ମହିମା, ପୃଥିବୀରେ ତାଙ୍କର ସନ୍ତୋଷ ପାତ୍ର, ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି। ଦୂତମାନେ ଗାଉଛନ୍ତି, ପ୍ରଭୁଙ୍କୁ ଗୌରବ ଦେଉଛନ୍ତି। ଯଦି ଆମେ ଲିଭିଂ ୱାନ୍, ଯଦି ଆମେ ଜୀବିତ ମନୁଷ୍ୟ ଗାଇବୁ ନିଶ୍ଚୟ। ଯଦି ମୃତ ଶରୀର ଧରି ବଡ଼ ବଡ଼ ହଟ୍ଟା କଟ୍ଟା ଧରି ଚାଲୁଛୁ, ଫିଟଫାଟ ହେଇ ସୁଟବୁଟ ହେଇ, କଷ୍ଟଲି ଜିନିଷ ଶାଢ଼ୀ ପଟା ସବୁ ପିନ୍ଧିଛୁ, କିନ୍ତୁ ଯଦି ଆମେ ପ୍ରଭୁଙ୍କ ପାଇଁ କିଛି କରୁନୁ, ୱି ଆର୍ ଡେଡ୍। ଡେଡ୍ ବଡି ଧରି ଆମେ ଚାଲୁଛୁ। ଖାଲି ଖାଲି ଶ୍ମଶାନରେ କେତେ ଲୋକ ଭଇଁ କରି ନେବାର ଅଛି, ସେତିକି ଏକା ବାକି ଅଛି। ଯଦି ଆମେ ଜୀବିତ, ତେବେ ଚାଲି ଚାଲି ମଧ୍ୟ ଗୀତ ଗାଇବାର ଅଛି। ଚାଲି ଚାଲି ମଧ୍ୟ ପ୍ରଭୁଙ୍କର ରେଭରେନ୍ସ। ଦୂତମାନେ ଏ ଲୋକଙ୍କୁ କାହାର? ଜିସାୟଙ୍କର ମୁହଁରେ ଗାଉଛନ୍ତି, ଦେଖେ ମୁଁ ଆମେ କେତେ ଶକ୍ତିଶାଳୀ ଲୋକ ତାଙ୍କରି କରୁ। ଦୂତମାନେ କେତେ ଶକ୍ତିଶାଳୀ କରୁଛୁ, ହ୍ୱାଟ୍ ଆବାଉଟ୍ ୟୁ? ତେବେ ସେ କହିଲେ, ସେ ଦ୍ୱିତୀୟ କଥା କହିଲେ, ଦ ରେଭଲେସନ୍ ଅଫ୍ ଗଡ୍। ପ୍ରଭୁ ଜଣାନ୍ତି। ଆମେ କାହିଁକି ପ୍ରକାଶ କରିପାରୁନୁ ପ୍ରଭୁଙ୍କର କାରଣ? ଆମେ ହଉଛୁ ଅଶୁଚି। ଜିସାୟଙ୍କର ଅନୁସାରେ ଅଶୁଚି ଅଷ୍ଟାଧାର ମନୁଷ୍ୟ। ଆମର ହୃଦୟର ପୂର୍ଣ୍ଣତାରେ ଏକା ମୁଖ କଥା କହେ ବୋଲି ବାକ୍ୟ କହିନି। ହୃଦୟରେ ଯେମିତି ଥିବ ସେମିତି ଏକା ଆମେ କଥା କହିବୁ। ହୃଦୟରେ ନାଇଁ ମୁଁ ବେଶୀ ଭଲ ଲୋକ, ମୋର କଥାବାର୍ତ୍ତା ଏମିତି ଟିକେ ବିଗିଡ଼ି ଯାଉଛି ତ। ହୃଦୟର ପୂର୍ଣ୍ଣତାରେ ମୁଖ କଥା କହେ। Whose soul cries out for God, their mouth cannot be closed. ହେଲା, ଯାହାର ହୃଦୟ ଭିତରେ ଭୟଙ୍କର ଲାଗୁଥିବ ପ୍ରଭୁଙ୍କର ଆଶୀର୍ବାଦର ବିଷୟ ଗୁଡ଼ାକ ମନେ ପକାଇ କରି, ଭୟଙ୍କର ଲାଗୁଛି, ବଢ଼ିଆ ଲାଗୁଛି, we need to open our mouth. ମୁଖ ନ ଖୋଲିଲେ ଆପଣଙ୍କର ଖୁସି ଜାହିର ହେବ ନାହିଁ। ପ୍ରିୟମାନେ, ଆମେ ଅଶୁଚି ଅଷ୍ଟାଧର ବିଶିଷ୍ଟ ମନୁଷ୍ୟ। ସେଇ ଧାରଣାରେ ଦେଖୁଛୁ ଗୋଟେ ଚିମୁଟାରେ ଜିସାୟଙ୍କର ମୁଖକୁ ସ୍ପର୍ଶ। ନିଜେ କହିଲେ କ'ଣ ବୋଲି? 6 ପର୍ବ 5-7 ପଦ ମଧ୍ୟରେ, ଜିସାୟ 6 ପର୍ବ 5-7 ପଦ ମଧ୍ୟରେ ସେ କହୁଛନ୍ତି, ମୁଁ ଅଶୁଚି ଅଷ୍ଟାଧର, ମୁଁ ଏମିତି ପବିତ୍ର ଗୀତ ଗାଇପାରିବି ନାହିଁ, ଅପବିତ୍ର ଲୋକ। ତେବେ ଅପବିତ୍ର ଆମେ ମଧ୍ୟ ଅପବିତ୍ର। ଆମେ ଏମିତି ଗାଇ, ହୃଦୟ ଖୋଲା କରିବାର ଅଛି, ମୁଖ ଆମର ଶୁଦ୍ଧ କରିବାର ଅଛି। ଡୁଏଲ ଷ୍ଟାଣ୍ଡାର୍ଡ ଲୋକ, 2ଟା ଜୀବ ହେବାକୁ ହବ ନାହିଁ। ଡୁଏଲ ଷ୍ଟାଣ୍ଡାର୍ଡ। ଏଠି ଆସିଲା ବେଳେ ସବୁ ସାକ୍ରିଫାଇସ୍ କରି ବାହାରେ ଛାଡ଼ିବା। ମୁଁ କହିଲି ପଦ ପଦବୀ, ମୋର ଧନ ସମ୍ପତ୍ତି, ମୁଁ କେତେ ବଡ଼ ଲୋକ, ମୁଁ ସବୁ ଛାଡ଼ି କରି ପ୍ରଭୁଙ୍କ ପାଖରେ ଆସିବାର ଅଛି। ଯେତେବେଳେ ଜିସାଇଙ୍କର କଥା ଦେଖୁଛୁ, ସିଏ କହୁଛନ୍ତି
ଏମାନଙ୍କର ଗୌରବ କୀର୍ତ୍ତନ କରିବା ଦେଖି ପ୍ରଭୁ ମୋ ଅସୁଚି ଅଷ୍ଟାଧର ବିଶିଷ୍ଟ ମନୁଷ୍ୟ। ତେବେ ଜଣେ ଦୂତ ଚିମୁଟାରେ ଅଙ୍ଗାର ଜଳନ୍ତା ଅଙ୍ଗାର ତାଙ୍କର ପାଟିରେ ସ୍ପର୍ଶ କଲେ ଆଉ କହିଲେ ଏଥର ଶୁଦ୍ଧ ହେଲ ଶୁଚି ହେଲ। ତେବେ ଏବେ କିଏ ଯିବ ବୋଲି ପ୍ରଭୁ ପଚାରିଲେ ଆଇ ୱିଲ୍ ଗୋ, ମୁଁ ଯିବି, ମୁଁ କରିବି, ମୁଁ ଗାଇବି, ମୁଁ ନାଉ ଷ୍ଟାର୍ଟେଡ୍, ମୁଁ ଏଥର ରେଡି, ମୁଁ ଫିଲ୍ କରୁଥିଲି ମୁଁ ଏବେ ଶୁଦ୍ଧ, ମୁଁ ତୁମ ପାଇଁ କାର୍ଯ୍ୟ କରିବି। ପ୍ରିୟମାନେ ଆମେ ହେଭେନଲି ୱାର୍ସିପ୍ ପାଇଁ ପ୍ରସ୍ତୁତ ହେଉଛି ମନେ ରଖୁ। ହେଭେନଲି ୱାର୍ସିପ୍ ଈଶ୍ୱରଙ୍କର ମେଷ ଶାବକଙ୍କ ନିମନ୍ତେ ସ୍ୱର୍ଗୀୟ ଉପାସନା ଆମେ ଆରମ୍ଭ କରିଛୁ। ସେଥିପାଇଁ ପ୍ରିପେୟାର ଟୁ ସେପାରେଟ୍, ପୃଥକୀକୃତ ହୁଅନ୍ତୁ, ପ୍ରସ୍ତୁତ ହୁଅନ୍ତୁ ପୃଥକୀକୃତ ହେବା ନିମନ୍ତେ। ପ୍ରାକ୍ଟିସ୍ ଟୁ ସାକ୍ରିଫାଇସ୍, ବଳିଦାନ କରିବା ବିଷୟରେ ମଧ୍ୟ ଟିକେ ଧ୍ୟାନ ଦିଅନ୍ତୁ। ଆଉ ଶେଷ ପ୍ରେଇଜ୍ ଟୁ ସାଙ୍କ୍ଟିଫାଇ, ପବିତ୍ର ହେବା ପାଇଁ ବୋଲି ଗୀତ ଗାନ କରୁଥିଲେ ଏକା ଧୀରେ 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 ହୃଦୟ ଚେଞ୍ଜ ହେବ। ଯେତେବେଳେ କାହା ଗାଳି କରିବା ପାଇଁ ଆସି ପ୍ରଭୁଙ୍କର ଗୀତ ଗୋଟେ ମନେ ପକାନ୍ତୁ ଆଉ ଗାଆନ୍ତୁ, ଟୋଟାଲି ଆପଣ ଡିଫରେଣ୍ଟ ହେଇଯିବେ। ଆଣ୍ଡ ୟୁ ୱିଲ୍ ପ୍ରିପେୟାର ୟୋର ସେଲ୍ଫ ଟୁ ରିଚ୍ ଇନ୍ ହେଭେନ୍ ଟୁ ପ୍ରେଇଜ୍ ଗଡ୍। ଈଶ୍ୱରଙ୍କର ଗୌରବ ପ୍ରକାଶ କରିବା ପାଇଁ ସ୍ୱର୍ଗରେ ଆପଣମାନେ ପହଞ୍ଚିବେ ଆଉ ସେଇ ଉପାସନାର ସଙ୍ଗତିରେ ଯୋଗ ଦେବେ। ଲେଖା ଅଛି 1,44,000 ଲୋକ ଆକା ବୋଲି, ତାର ସଂଖ୍ୟା କେମିତି ଡିଭାଇଡେଡ୍ କି ମଲ୍ଟିପ୍ଲାଏ କରିବେ ମୋତେ ପ୍ରଭୁ ଜଣା ନାହିଁ। ଏତିକି ଲୋକଙ୍କର ମୁଁ ଦେଖିଲି ବୋଲି ତାଙ୍କର ଆଖି ଅନୁସାରେ 1,44,000 ଲୋକ ସ୍ୱର୍ଗରେ ଅଛନ୍ତି ବୋଲି ଦେଖନ୍ତୁ। ଆମେ ସେତିକି ଭିତରେ ଅଛୁ ତ କେ ଜାଣି ଆଉ ବାଉଣ୍ଡ୍ରି ସେପଟେ ସେ ଦେଖିପାରିନଥିବେ। ଆମେ ସେ ଜାଗାରେ ରହିବାକୁ ପଡ଼ିବ ପ୍ରଭୁଙ୍କର ଗୌରବ ପ୍ରକାଶ କରିବା ପାଇଁ। ପ୍ରଭୁ ହେବା ପାଇଁ ଆମ ପ୍ରତ୍ୟେକଙ୍କୁ ବାହୁଲ ରୂପେ ଆଶୀର୍ବାଦ କରନ୍ତୁ। ଆମେନ୍।